ଭାଇ ମାନେ ଯେତେବେଳେ ଭଗବାନ ଆୟୁଷ ବାଣ୍ଟୁଥିଲେ ସେତେବେଳେ ଫାଷ୍ଟ କୁକୁର ଯାଇ ପହଞ୍ଚିଲେ, କହିଲା ଭଗବାନ ମୋ ଆୟୁଷଟା ମୋତେ କେତେ ଦିନ ଦେଇଛ। ତାପରେ ଭଗବାନ କହିଲେ କହିଲେ ତୁ ତ ଘର ଜଗିବୁ, ଯଦି ଚୋର ଫୋର କିଏ ଆସିଲେ ତାଙ୍କୁ ଜଗିବୁ, ତୋ ଆୟୁଷଟା ମୁଁ ଦେଉଛି 20 ବର୍ଷ, ତୁ 20 ବର୍ଷ ପର୍ଯ୍ୟନ୍ତ ବଞ୍ଚିବୁ। ତାପରେ କୁକୁର କହିଲା ମୁଁ କ'ଣ 20 ବର୍ଷ ପର୍ଯ୍ୟନ୍ତ ଆଜ୍ଞା ଏମିତି ଘର ଜଗୁଥିବି, ଯିଏ ବାହାର ଲୋକ ଆସୁଥିଲେ ମୁଁ ଖାଲି ଭୁକୁଥିବି, ଆଉ ମୋତେ 10 ବର୍ଷ ଦିଅ। ଭଗବାନ କହିଲେ ହଉ ତଥାସ୍ତୁ 10 ବର୍ଷ ନିଅ। ତାପରେ ଯେତେବେଳେ ମାଙ୍କଡ଼ ଗଲା, ମାଙ୍କଡ଼କୁ ପଚାରିଲେ କହିଲେ ଆରେ ତୁ କେତେ ବର୍ଷ ନେବୁ। ତାପରେ ମାଙ୍କଡ଼ କହିଲା ମୋତେ ଆଜ୍ଞା ଆପଣ ଖୁସି କେତେ ବର୍ଷ ଦିଅନ୍ତୁ। ସେଇଠୁ ଭଗବାନ ଚିନ୍ତା କରି କହିଲେ କହିଲେ ତୁ ଯେତେ ତ ଆମର ଜୀବଜନ୍ତୁ ରହିଲେ ତୁ ତାଙ୍କ ସମସ୍ତଙ୍କ ଠାରୁ ତୁ ଗୋଟେ ଭିନ୍ନ। ତୁ ତ ଏ ଗଛରୁ ସେ ଗଛ ଡେଇଁକି ପିଲାମାନଙ୍କୁ ଖୁସି କରାଉଛୁ, ଛୋଟ ଛୋଟ ପିଲାମାନଙ୍କୁ ଖୁସି କରାଉଛୁ, ଆଉ ତୋର ମାନେ ଯେତେ ଜୀବଜନ୍ତୁ ରହିଲେ ତୁ ଗୋଟେ ସମସ୍ତଙ୍କ ଠାରୁ ତୁ ଗୋଟେ ଭିନ୍ନ, ନେ ତୁ 20 ବର୍ଷ ବଞ୍ଚ। ଭଗବାନ ଯେତେବେଳେ କହିଲେ 20 ବର୍ଷ ବଞ୍ଚ, ତାପରେ ମାଙ୍କଡ଼ ସେଇ ସମୟରେ ଥାଇ କହିଲା ଭଗବାନ ମୋତେ 20 ବର୍ଷ ଦେଉଛ, ମୁଁ 20 ବର୍ଷ ପର୍ଯ୍ୟନ୍ତ ଖାଲି କ'ଣ ଏ ଗଛରୁ ସେ ଗଛ ଡେଇଁକି ମାନେ ପିଲାମାନଙ୍କୁ କେମିତି ଏଣ୍ଟରଟେନମେଣ୍ଟ କରନ୍ତି, ଏମିତି ଖୁସି ଦେଉଥିବି, ମୋର ଆୟୁଷଟା 10 ବର୍ଷ କରନ୍ତୁ। ତାପରେ ଭଗବାନ କହିଲେ ହଉ ତଥାସ୍ତୁ 10 ବର୍ଷ ନେ। ତାପରେ ଗାଈ ଗଲା, ଗାଈ ଯେତେବେଳେ ଗଲା କହିଲା ଭଗବାନ ମୋର ଆୟୁଷଟା କେତେ ଦିନ ଆପଣ ଦେଇଛନ୍ତି। ତାପରେ ଭଗବାନ କହିଲେ ତୁ ତ ଖଟିବୁ ଖଟିବୁ, ତୋର ଯେଉଁମାନେ କାମଧନ୍ଦା ଭଲ ମନ୍ଦ କରୁଥିବେ ତୁ ତାଙ୍କୁ ଖାଇବାକୁ, ମାନେ ତୁ ତାଙ୍କୁ କ୍ଷୀର ଦେବୁ ପିଇବାକୁ, ତୋର ଯେମିତି କାମଧନ୍ଦା ଭଲ ମନ୍ଦ ତୁ ତୋର ଖଟିଲୁ। ତାପରେ ଯେମିତି ତୋର ତୋ କାମଧନ୍ଦା ଯେଉଁମାନେ କରୁଥିବେ, ଯେଉଁ ପରିବାର କରୁଥିବେ ଭଲ ମନ୍ଦ କରୁଥିବେ, ତାଙ୍କୁ କ୍ଷୀର ଦେଲୁ ପିଇବାକୁ, ତତେ କ୍ଷୀର ଦେଲେ ପିଇବାକୁ, ତତେ ବି ଖାଇବାକୁ ଦେଲେ ତୁ ବି ତାଙ୍କୁ ଖାଇବାକୁ ଦେଲୁ, ଭଲ ମନ୍ଦ କଲୁ, ତୁ 60 ବର୍ଷ ନେ। ଯେତେବେଳେ ଭଗବାନ କହିଲେ ତୁ 60 ବର୍ଷ ନେ, ଗାଈ କହିଲା ନାଇଁ ଆଜ୍ଞା ମୋତେ ଏତେ ବର୍ଷ ଦିଅନ୍ତୁନି, ମୋତେ 20 ବର୍ଷ ଦିଅନ୍ତୁ। ଭଗବାନ କହିଲେ ହଉ ତୋ ଖୁସି ତଥାସ୍ତୁ। ତାପରେ ଲାଷ୍ଟରେ ଗଲା ମଣିଷ। ସେଇଠୁ ଭଗବାନ କହିଲେ ତୁ ତୋ ମନ ଇଚ୍ଛାରେ ଖାଇବୁ ପିଇବୁ, ଆଜି ଏ ଜାଗା ଇଚ୍ଛା ହେଲା ଯିବୁ, କାଲି ସେ ଜାଗା ଇଚ୍ଛା ହେଲା ଯିବୁ, ତୋ ଇଚ୍ଛା ତୁ ଯାହା କରିବା କଥା କରିବୁ, ତତେ ମୁଁ ଦେଉଛି 20 ବର୍ଷ। ଯେତେବେଳେ ଏଇ କଥା ଭଗବାନ କହିଲେ, ତାପରେ ମଣିଷ କହିଲା ନାଇଁ ଆଜ୍ଞା ମୋ 20 ବର୍ଷ ମୋତେ ଦିଅନ୍ତୁ। ତାପରେ ଗାଈର ଯେଉଁ 40 ବର୍ଷ ବାକି ରହିଲା ମୋତେ ତାକୁ ଦିଅନ୍ତୁ। ମଣିଷ ଯେଉଁ ମୋର ମାଙ୍କଡ଼ର ଯେଉଁ 10 ବର୍ଷ ବାକି ରହିଲା ମୋତେ ତାକୁ ଦିଅନ୍ତୁ। କୁକୁରର ଯେଉଁ 10 ବର୍ଷ ବାକି ରହିଲା ମୋତେ ତାକୁ ଦିଅନ୍ତୁ। ଭଗବାନ କହିଲେ ହଉ ତଥାସ୍ତୁ। ତାପରେ ମଣିଷ ଜନ୍ମ ହେଲା। ତାପରେ ମଣିଷ ପ୍ରଥମରୁ 20 ବର୍ଷ ପର୍ଯ୍ୟନ୍ତ ତା ମନ ଇଚ୍ଛା ପାଠଶାଠ ପଢ଼ିଲା, ଯୁଆଡ଼େ ଇଚ୍ଛା ହେଲା ଛାଡ଼ିକି ଗଲା, ଭଲ ମନ୍ଦ କାମ କଲା, ସବୁ ଗଲା। ତାପରେ ଯେତେବେଳେ 20ରୁ ଆଉ 40 ବର୍ଷ ମିଶିଲା ନା, 20ରୁ 60 ବର୍ଷ ପର୍ଯ୍ୟନ୍ତ ସେ ନିଜେ ଖଟିଲା, ତା ପରିବାରକୁ ପୋଷିଲା, ତା ପୁଅ ଝିଅ ଭଲ ମନ୍ଦ ନାତି ନାତୁଣୀ ଯେତିକି ରହିଲେ ତାଙ୍କୁ ବାହାଘର ଭଲ ମନ୍ଦ ସବୁ ତ କଲା, ସେ ନିଜେ ଖଟିଲା ଆଉ ତା ପରିବାରକୁ ପୋଷିଲା। ମାନେ ଗାଈର 40 ବର୍ଷ ନେଇଛି ନା। ତାପରେ ଯେଉଁ 10 ବର୍ଷ ନାତି ନାତୁଣୀ ସବୁ ଯେତେବେଳେ ପୁଅ ଝିଅ ବାହାର କଲେ, ନାତି ନାତୁଣୀ ସବୁ ହେଲେ। ତାପରେ ମାଙ୍କଡ଼ ଯେଉଁ 10 ବର୍ଷ ଆଣିଥିଲା ସିଏ ହେଉଛି ତାଙ୍କ ନାତି ନାତୁଣୀକୁ ହସେଇଲା। ମାଙ୍କଡ଼କୁ 10 ବର୍ଷ ଆଣିଥିଲା ନା, ସେ ମାଙ୍କଡ଼ ଏଣ୍ଟରଟେନମେଣ୍ଟ କରୁଥିଲା, ମାନେ ମଜାମସ୍ତି କରୁଥିଲା, ଛୋଟ ପିଲା ହାତରେ ହସେଇଲା। ତାପରେ ଯେଉଁ ଲାଷ୍ଟ 10 ବର୍ଷଟା ଭଗବାନ ଦେଇଥିଲେ କୁକୁର 10 ବର୍ଷ ଆୟୁଷଟା ତୁ ନେଲୁ। ଲାଷ୍ଟ ଯେଉଁ 10 ବର୍ଷଟା ରହିଲା ଖାଲି ଦୁଆର ମୁହଁରେ ବସିବ। ତାପରେ କେଉଁ ଲୋକଟା ବାହାର ଲୋକଟା ଯାଉଥିବେ ଦେଖିକି ଟିକେ ଭାଇ କ'ଣ କରୁଛ କ'ଣ ନାହିଁ ଭଲ ମନ୍ଦ, ଆଉ ତ କିଛି କରିପାରିବନି ନା, କ'ଣ କରୁଛ କ'ଣ ନାହିଁ ଭାଇ ଭଲ ମନ୍ଦ ପଚାରିଲା। ତମେ ଭାବୁଥିବ ଭାଇ ଏ କଥାଗୁରା ସବୁ ମିଛ, ନାଇଁ ଆଜ୍ଞା ଏଇଟା ହେଉଛି ପରମ ସତ୍ୟ। କଥାରେ ଅଛି କରି କରାଉ ଥାଇ ମୁଁ ବିନୁ ଅନ୍ୟ ଗତି ନାହିଁ ହେଲା। ଯେ ଉପରବାଲା